ନମସ୍କାର। ଆଜି ବୁଧବାର ଡିସେମ୍ବର 31 ତାରିଖର ଶୁଣିବା ରାଶିଫଳ। ମେଷ, ଆଜିର ଜନ୍ମ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହେବେ। ଉତ୍ତମ ବୁଝାମଣା ଏବଂ ଉତ୍ସାହଜନିତ ପାରିବାରିକ ଜୀବନ ସୁମଧୁର ହେବ। କାର୍ଯ୍ୟ କୁଶଳତା କାରଣରୁ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଲାଭ ଯୋଗ ରହିଛି। ସାହିତ୍ୟ ଚର୍ଚ୍ଚା, ବନ୍ଧୁ ସମ୍ପର୍କ ଏବଂ ବ୍ୟବସାୟିକ ସ୍ଥିତିରେ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ବୃଷ, ଅଟକି ରହିଥିବା କାମ ସମ୍ପନ୍ନ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ସବୁ କାମରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମ ଜନିତ କ୍ଳାନ୍ତି ଅନୁଭବ କରିବେ। ରୋହିଣୀ ନକ୍ଷତ୍ର, ବନ୍ଧୁଙ୍କଠାରୁ ହଠାତ୍ ନିମନ୍ତ୍ରଣ ପାଇ ଯାତ୍ରା କରିବାକୁ ପଡ଼ିପାରେ। ବ୍ୟୟ ବୃଦ୍ଧି ଯୋଗୁଁ କିମ୍ବା ପରିବହନରେ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ମିଥୁନ, ଅନ୍ୟମାନଙ୍କ ଫୁସୁଲା ଫୁସୁଲି କଥାରେ ଭାସିଯାଇ କାମ କଲେ ଅନୁତାପ କରିବାକୁ ପଡ଼ିପାରେ। ଆଜି ଅନୁଷ୍ଠାନିକ କାମରେ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବ ନାହିଁ। ମୃଗଶିରା ନକ୍ଷତ୍ର, ଆଜି ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ପରିଶ୍ରମ ମୁତାବକ ଫଳ ନ ପାଇବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। କର୍କଟ, କର୍ମକ୍ଷେତ୍ରରେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି କାମ କଲେ ମଧ୍ୟ ପ୍ରଶଂସା ଟିକିଏ ମିଳିବ ନାହିଁ। ମତ ପାର୍ଥକ୍ୟ ଯୋଗୁଁ ଘରୋଇ କଥାରେ କୌଣସି ନିର୍ଣ୍ଣାୟକ ସିଦ୍ଧାନ୍ତ ନେଇପାରିବେ ନାହିଁ। ଉପରିସ୍ଥଙ୍କ ଶୁଭ ଦୃଷ୍ଟିରୁ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ଅଶ୍ଳେଷା ନକ୍ଷତ୍ର, ଆନୁଷ୍ଠାନିକ କାମରେ ତତ୍ପରତା ବୃଦ୍ଧି ହେତୁ ପ୍ରଶଂସିତ ହେବେ। ସିଂହ, ପରିସ୍ଥିତି ବଶତଃ ଦୂର ସ୍ଥାନକୁ ଯିବାକୁ ବାଧ୍ୟ ହେବେ। ପୃଷ୍ଠପୋଷକତା ଅଭାବରୁ କାମଗୁଡ଼ିକ ସୁବିଧାରେ ହେବା କଷ୍ଟକର ହୋଇପଡ଼ିବ। ପଦାଧିକାରୀଙ୍କ ଚାପର ପ୍ରଭାବରୁ ଯୁଦ୍ଧକାଳୀନ ଭିତରେ କାମ କରିବାକୁ ବାଧ୍ୟ ହେବେ। ଉତ୍ତର ଫାଲ୍ଗୁନୀ ନକ୍ଷତ୍ର ସକାଶେ ଆବଶ୍ୟକତା ବୃଦ୍ଧି ପାଉଥିବାରୁ ଅର୍ଥାଭାବ ପ୍ରତ୍ୟେକ କାମକୁ ବିଳମ୍ବିତ କରିବ। କନ୍ୟା, କଠିନ ଶ୍ରମଜନିତ ଆଜି ଫେରିବା ବେଳକୁ ଯିବା ସମୟର ଆନନ୍ଦ ଆଉ ରହି ନପାରେ। ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବାରୁ ବିଚଳିତ ଅନୁଭବ କରିବେ। ବ୍ୟବସାୟ ଅଥବା କିଣାବିକାର ଚୁକ୍ତି କ୍ଷେତ୍ରରେ ସଫଳତା ପାଇବେ। ହସ୍ତା ନକ୍ଷତ୍ର ସକାଶେ କଚେରୀ ମାମଲା ସମାଧାନର ଆଶା ମାନସିକ ଦୁଶ୍ଚିନ୍ତା ଲାଘବ କରିବ। ତୁଳା, ସମ୍ପର୍କୀୟଙ୍କ ଠାରୁ ବାଧିଲା ଭଳି କଥା ଶୁଣି ସବୁ ଆନନ୍ଦ ପାଣି ଫୋଟକା ପରି ମିଳାଇ ଯାଇପାରେ। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବାରୁ ଆଶ୍ୱସ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ପ୍ରକାଶ କରିପାରନ୍ତି। ସ୍ୱାତୀ ନକ୍ଷତ୍ର ସକାଶେ ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ସନ୍ତୋଷଜନକ ରହିବ। ବିଛା, ଭଲ ସମ୍ପର୍କ ଥିବା ବନ୍ଧୁ କ୍ରମଶଃ ଦୂରେଇ ରହୁଥିବାରୁ ଅନୁଭବ କରିବେ। ସକାଳୁ ସକାଳୁ ବନ୍ଧୁ ମିଳନ ସଙ୍ଗକୁ ସ୍ୱାଦିଷ୍ଟ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ବିଶାଖା ନକ୍ଷତ୍ର, ସାଂଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି। କୌଣସି ଗୁରୁତ୍ୱର ପୂର୍ଣ୍ଣ କାମ ହାସଲ କରିବା ସକାଶେ ଅର୍ଥ ସଙ୍କଟକୁ ବନ୍ଧୁ ଦୂରେଇ ନେବେ। ଧନୁ, ପୂର୍ବାଷାଢ଼ା ନକ୍ଷତ୍ର ସକାଶେ ପରିବାରରେ ଅପ୍ରିୟ ସତ୍ୟ ଭାଷଣ ଜନିତ ମତାନ୍ତର ଆଶଙ୍କା ରହିଛି। ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରି
କିଛି ଲାଭ ପାଇବେ ନାହିଁ। ଦୀର୍ଘ ଦିନରୁ କୁହୁଳୁଥିବା ପାରିବାରିକ ସମସ୍ୟାର ସମାଧାନ କରିବେ। ହିତୈଷୀଙ୍କ ପରାମର୍ଶରେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ମନ ବଳାଇ ପାରନ୍ତି। ମକର, କାର୍ଯ୍ୟଦକ୍ଷତା ଜନିତ ଅଭିଳାଷ ପୂରଣ କରି ପ୍ରଶଂସା ଓ ପ୍ରୋତ୍ସାହନ ପାଇବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେବା ସକାଶେ ବନ୍ଧୁଙ୍କ ନିମନ୍ତ୍ରଣ ପାଇପାରନ୍ତି। ପ୍ରତ୍ୟୁଷରୁ ମନଟା ଅଜଣା ଆଶଙ୍କାରେ ଉଦ୍ବେଳିତ ହୋଇପାରେ। ଶ୍ରବଣ ନକ୍ଷତ୍ର କଳା, ସାହିତ୍ୟ ରଚନା ଓ ସଙ୍ଗୀତ ସାଧନାରେ କ୍ଷେତ୍ରରେ ବେଶ୍ ଆଦୃତ ହେବେ। କୁମ୍ଭ, କର୍ମକ୍ଷେତ୍ରରେ ମାଙ୍ଗଳିକ କାମରେ ସମ୍ମାନୀୟ ବ୍ୟକ୍ତି ବିଶେଷ ସହାୟତା କରିବାରେ ସୂଚନା ରହିଛି। ପୂର୍ବ ଭାଦ୍ରବ ନକ୍ଷତ୍ର ପାରିବାରିକ ଜୀବନରେ ଉଚିତ ବୁଝାମଣା ଜନିତ ଶାନ୍ତି ଫେରି ଆସିବ। ନୂତନ ଗୃହ ନିର୍ମାଣ, ଦୂରଯାତ୍ରା ଓ ବନ୍ଧୁ ସମ୍ପର୍କରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ମୀନ, ଯେତେ ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିବାର ଆଶଙ୍କା ରହିଛି। ଉତ୍ତର ଭାଦ୍ରବ ନକ୍ଷତ୍ର ପରିସ୍ଥିତି ପ୍ରତି ସତର୍କ ରହି କାମ କଲେ ଉପକୃତ ହୋଇପାରିବେ। ସ୍ୱାସ୍ଥ୍ୟ ସମସ୍ୟା କେତେକାଂଶରେ ନିୟନ୍ତ୍ରଣାଧୀନ ରହିବାର ସୂଚନା ରହିଛି। ନମସ୍କାର, ଜୟ ଜଗନ୍ନାଥ।